तो सर वर्तमान समय कुहुडी आपण माने एसोसिएट भी थिले एज ए डायरेक्टर तापरे माने असिस्टेंट डायरेक्टर थिले तापरे आपनको राइटिंग हिसाब रे आपण स्क्रीन प्ले भी डेवलप करथिले तापरे डायलॉग भी लिखिले तापरे सबुनसरे आपनको टिके इन्वॉल्वमेंट तो अछि माने टोटल स्टोरी ऊपर तो सर माने कुहुडी लिखला टाइम रे आपनको जो रिसर्च थियो कि हां आपण गोटे नुवा सब्जेक्ट को चूज कर जेंते कि त्रिकन्या रे आपनको वुमेन सेंट्रिक मूवी थिला तो तार भी रिसर्च अलगा थियो वर्तमान समय कुहुडी पे भी रिसर्च अलगा थियो सर रिसर्च टा केमती कहती माने गोटे ओवरव्यू कि हां माने हमें केमती गोटे नॉलेज केमती गेन करिया तापर एज ए राइटर कोन माने जानिया दरकार गोटे स्क्रिप्ट ऊपर लिखिया पूर्वरु आ, एटा एक्चुअली ए आंसर टा जदि मुंबई रे जने राइटर को पचारबे सी गोटे अलग आंसर देबे अच्छा ओडिसा रे गोटे राइटर को पचारबे सी गोटे अलग आंसर देबे हाँ एक्चुअली प्रॉपर रिसर्च करा जाए କରିବା ଉଚିତ ବି କିନ୍ତୁ ଆମ हाँ ପାଖରେ ସେତିକି ସାଧନ ନଥାଏ କି ଆମ ପାଖରେ ସେତିକି ସମୟ ନଥାଏ କି ଆମ ପାଖକୁ ସେତିକି ପଇସା ମିଳୁନଥାଏ ଆଜ୍ଞା ତାପରେ ଆମେ ପ୍ରପର ରିସର୍ଚ୍ଚ ଟା କରିପାରୁନା ଯେମିତି ମନେକର ମୁଁ ବର୍ତ୍ତମାନ ଯଦି କହିବି ଓଡିଶାର ସିନାରିଓରେ ଓଡିଶାରେ ଆମେ ଗୋଟେ ମନେକର ମତେ ଯେତେବେଳେ ଆସିଲା ଅଜୟ ପାଢୀ ମତେ ଯେତେବେଳେ କହିଲେ ଯେ ୟାର ଡାଇଲଗ ଲେଖା ମୁଁ ଯେତେବେଳେ ତାଙ୍କର ପଢିଲି ସ୍କ୍ରିନ୍ ପ୍ଲେ ପଢିଲି ତାପରେ ମୁଁ କିଛିଟା ଚେଞ୍ଜେସ୍ କରିବା ସ୍କ୍ରିନ୍ ପ୍ଲେ ରେଡି ହେଇଗଲା ଆଜ୍ଞା ତାର ମୁଁ ଜାଣିଲି ଏଇଟା ଟୋଟାଲ ହଉଛି ଜଣେ ମାନେ ଟୋଟାଲ ହଉଛି କୋର୍ଟ କେସ୍ ଗୋଟେ କୋର୍ଟ ରୁମ୍ ଡ୍ରାମା ତେଣୁ ଏଥିରେ ବହୁତ ଲଜିକାଲ ଡାଟା ନିହାତି ଦରକାର ଯୋଉଟା ହଁ ଆମକୁ ଆକ୍ଚୁଆଲି ସେତେବେଳେ ମତେ ପ୍ରପର ଟାଇମ ଥାନ୍ତା ଆମେ ବହୁତ ଓକିଲଙ୍କ ପାଖକୁ ଯାଇଥାନ୍ତୁ ବସିଥାନ୍ତୁ କଥା ହେଇଥାନ୍ତୁ ମିଶିଥାନ୍ତୁ ସେଠି ପ୍ରପର ଟାଇମ ସମୟ ନଥିଲା ତଥାପି ମୋ ସାଙ୍ଗସାଥି ଯୋଉମାନେ ଆଡଭୋକେଟ ଅଛନ୍ତି ତାଙ୍କ ସହିତ ମୁଁ ମିଶିଥିଲି କଥା ହେଇଥିଲି ଅନୁଭବ ଭାଇ ବି ରେଫରେନ୍ସ ମତେ କିଛି ଦେଇଥିଲେ ତାଙ୍କ କଥା ହେବା ପାଇଁ ମୁଁ ତାଙ୍କ ସହିତ ବି କଥା ହେଇଥିଲି ତା ହଁ ସହିତ ମୁଁ ସିନେମା ଦେଖିଥିଲି କାହିଁକିନା ଆମେ ଆଚ୍ଛା ବର୍ତ୍ତମାନ ଟାଇମରେ ସିନେମା ହିଁ ଆମର ହଉଛି ଗୋଟେ ବଡ ମାଧ୍ୟମ ଆମକୁ ଶିଖିବା ପାଇଁ ମୁଁ 15ଟା ପାଖାପାଖି ସିନେମା ଡାଉନଲୋଡ ମାରିକି ରଖିକି ଆଚ୍ଛା ଦେଖିଥିଲି କୋଉଠି କୋଉଠି ଆଣିକି ସେଥି ଭିତରୁ ଆମର ଗାର୍ଗି ହଉ ନେରୁ ହଉ ତାପରେ ଆମର ପିଙ୍କ ହଉ ସବୁ ଆଗରୁ ଦେଖିଥିଲି କିନ୍ତୁ ଆଉ ଥରେ ଆଜ୍ଞା ଥରେ ଦେଖିଲି କାରଣ ସେତିକି ମୁଡ କୁ ଯିବା ପାଇଁ ହେଲେ ମୁଁ 15ଟା ପାଖାପାଖି ସିନେମା ଦେଖିଥିଲି ଏବେ ବି ଗୋଟେ ଆଜ୍ଞା ସେ ଫୋଲ୍ଡର ଅଛି ଯୋଉ ଫୋଲ୍ଡରରେ ମୋର ସେ ସିନେମା ଆପଣ ଆର୍ଟିକଲ 370 ସବୁ ସିନେମା ଜଲି ଏଲବି 1 2 ଯେତେକ କୋର୍ଟ ରୁମ୍ ଡ୍ରାମା ଥିଲା ଯେତେ ଲାଙ୍ଗୁଏଜ ରେ ମୁଁ ପାଇପାରିଲି ସବୁ ଯାକ ଦେଖିଲା ପରେ ମୁଁ କିଛିଟା ତାଙ୍କର ଲାଙ୍ଗୁଏଜ ଟା କାହିଁକିନା ଆମେ ରାଇଟର ଗୋଟେ ଜିନିଷ ସେ ସବୁ ହୁଁ ଜୀବନ ଥାଏ ତା ସ୍କ୍ରିପ୍ଟରେ ଆମେ ଆଷ୍ଟ୍ରୋନଟ ବିଷୟରେ ଲେଖିବା କିନ୍ତୁ ଆଷ୍ଟ୍ରୋନଟ ହେଇପାରିବନି କେବେ ଦେଖିନଥିବା ତାକୁ କେବେ ସେ ଜିନିଷ କରିନଥିବା ଆମେ ମାନେ ଆମେ ବସ୍ ଡ୍ରାଇଭର କଥା ବି ଲେଖିବା କିନ୍ତୁ ଆମେ କେବେ ନିଜେ ବସ୍ ଡ୍ରାଇଭିଂ ଜାଣିନଥିବା ଆମେ ହୁଁ ଓକିଲର କଥା ଲେଖିବା କିନ୍ତୁ ଆମେ ଓକିଲାତିକ ଜାଣିନଥିବା ତ ସେଇ ଯୋଉ ଜିନିଷଟା ପାଇଁ ଯେମିତି କୋଉଠି ଲାଗିବନି ଯେ ତେଣୁ ପ୍ରପର ରିସର୍ଚ୍ଚ ମୁଁ ଏଇଆ କରିଥିଲି ବେଶୀ କାହିଁ କହିବି ଯେ ମୁଁ ବହୁତ ଗୁଡେ ଜିନିଷ କରିଥିଲି ମୁଁ ଏଇ ସିନେମା ଗୁଡିଏ ଦେଖିଥିଲି ତା ଆଜ୍ଞା ସହିତ ମୋ ସାଙ୍ଗସାଥି ଆର୍ଟିକଲ ଗୁଡାକ ବିଷୟରେ ଜାଣିବା ପାଇଁ ସେଥିରେ ଯାହା ଯାହା ପ୍ରପର ବହୁତ ଚେଷ୍ଟା କରିଛି ରିସର୍ଚ୍ଚ କରିଛି କୋଉ କୋଉ ଯୋଉ ଲାଇନ ସବୁ ୟୁଜ ହେଇଛି ସେଥିରେ ବହୁତ ଟେକ୍ନିକାଲ ଲାଇନ ଅଥେଣ୍ଟିକେଟ ଟ୍ରୁ ଆଉ କିଛିଟା ଆମକୁ ଗୁଗୁଲ ବି ହେଲ୍ପ କରେ ସେଇ ଭିତରେ ଆଜ୍ଞା ମୋର କିଛିଟା ଷ୍ଟୋରି ଅଛି ତମେ ରେଡିଓ ଚକୋଲେଟ ର ୟୁଟ୍ୟୁବ ପେଜରେ ପାଇବ ମୋର ଗୋଟେ ଥିଲା ୱାନ୍ ଆଜ୍ଞା ମୋର ବୁଲେଟ ଏଇଟା ଆଚ୍ଛା ଗୋଟେ ଲଣ୍ଡନ ଉପରେ ପୁରା ଷ୍ଟୋରି ଥିଲା ମୁଁ ଜୀବନରେ କେବେ ଲଣ୍ଡନ ଯାଇନି କିନ୍ତୁ ତମେ ସେ ଷ୍ଟୋରି ଯେତେବେଳେ ଶୁଣିବ ଆଚ୍ଛା ଭାବିବ ରାଇଟର ନିଶ୍ଚୟ ଲଣ୍ଡନ ଯାଇଥିବ ଆରେ ଆରେ ହଁ ଯାଇଥିବ କାରଣ ମୁଁ ସେତିକି ରିସର୍ଚ୍ଚ କରୁଥିଲି ଆଉ ସେଇ ହଁ ଟାଇମରେ ତାଙ୍କର ଷ୍ଟ୍ରିଟ୍ ଫୁଡ କଣ ଥିଲା ସେଇ ଟାଇମରେ ସେମାନେ କଣ ଡ୍ରେସ ପିନ୍ଧୁଥିଲେ ସେମାନେ କୋଉ ମଦ ପିଉଥିଲେ ସେଗୁଡା ସବୁ ରିସର୍ଚ୍ଚ କରିକି ବାହାର କରିଛି ଗୋଟେ ଷ୍ଟୋରି ଆଉ ଗୋଟେ ମୋର ଷ୍ଟୋରି ଥିଲା ଏକ ଅସଜଡ଼ା ପ୍ରେମ କାହାଣୀ ସେଥିରେ ସେମିତି ଗୋଟେ କୋଉ ଜାଗାକୁ ଉଟି ନା କୋଉ ଯାଉଛନ୍ତି ମୁଁ ସେଇ ହଁ ଟାଇମରେ କଣ ସେ ସିନେମା ହଲ୍ ଥିଲା ସେ ସିନେମା ହଲରେ କୋଉ ସିନେମା ପଡିଥିଲା ମୁଁ ସେଇଟା ସର୍ଚ୍ଚ କରିଥିଲି ଆଚ୍ଛା ଏଇ ସିନେମା ସେମାନେ ଯାଇଛନ୍ତି ଦେଖିବାକୁ ତେଣୁ ଏତିକି ରିସର୍ଚ୍ଚ ଆମେ କରୁ ଆଉ ଏ ହଁ ଅନ୍ୟ ବାହାରେ ହେଇଥିଲେ ଏଇ ସମାନ ସିନେମା ପାଇଁକା 2 ବର୍ଷ ଲାଗିଥାନ୍ତା ସ୍କ୍ରିପ୍ଟ ରାଇଟିଂ ଆଚ୍ଛା ତେଣୁ ସେ 2 ବର୍ଷରେ ଆମେ 10ଟା ଓକିଲ ପାଖକୁ ଯାଇଥାନ୍ତୁ 10ଟା ଏନଜିଓ ସହିତ ବସିଥାନ୍ତୁ କଥା ହେଇଥାନ୍ତୁ ସବୁ ଜିନିଷ କରିଥାନ୍ତୁ ତାପରେ ସ୍କ୍ରିପ୍ଟ ଲେଖିବୁ ହୁଁ ଓଡିଶାରେ ସେତିକି ସାଧନ ନାହିଁ ତେଣୁ ମିଛ କହିବା ଆମେ ସେତିକି କରିପାରୁନା ତଥାପି ଯେତିକି ପାରୁ ଆମେ ଚେଷ୍ଟା କରୁ ରିସର୍ଚ୍ଚ କରିକି ଠିକ କଥାଟା ଆଜ୍ଞା ଲେଖିବା ପାଇଁ